ମୁଁ ପଦ୍ମାବତୀ ଲୋକେ କହନ୍ତି ଏ ପ୍ରତାପଗଡ଼ ରାଜ୍ୟର ମହାରାଣୀ ଚନ୍ଦ୍ରାବତୀଙ୍କ ମାଉସୀ ଝିଅ ପଦ୍ମାବତୀ କୁଆଡ଼େ ଭାରି ସୁନ୍ଦରୀ। ସତରେ ମୁଁ କଣ ଏତେ ସୁନ୍ଦରୀ? ହଁ ହଁ ମୁଁ ଦେଖିବାକୁ ଭାରି ସୁନ୍ଦରୀ। ମୁଁ ପରା ପ୍ରତାପଗଡ଼ ରାଜ୍ୟର ରାଜା ପ୍ରତାପ କେଶରୀଙ୍କର ଏକମାତ୍ର ଗେଲେଇ ଶାଳୀ। নীল নীল আকাশরে চম্বা হসে তারা মেরে পানি কাড়ে মতে গারে মোবা চাউলে গড়া রূপদ মনোহরা দেখিলে কাঁদা করিবে প্রেমে পিতা আঙ্গে আঙ্গে খেলু আছি দেখো প্রেমর জুড়ায়া রম্ভার পথি মেনকা খাইতে বেদিয়া দেশ দসনা দেশ দসনা দেশ দসনা দেশ দসনা পানি মোহারি গারি মুখা গারি মুখা গারি মুখা গারি মুখা ଅସାଧ୍ୟରେ ଘରେ ପିତାମାତା ମୋର ଆର କରିକି ଚାଲିଗଲା ପରେ ଏ ପ୍ରତାପଗଡ଼ ରାଜ୍ୟର ମହାରାଣୀ ଚନ୍ଦ୍ରାବତୀ ତାଙ୍କ ମାଉସୀ ଝିଅ ଭଉଣୀ ହିସାବରେ ଆଶ୍ରୟ ଦେବା ପାଇଁ ତାଙ୍କ ପାଖକୁ ଆଣିଲେ। କୌଣସିଥିରେ ମୋତେ କମ୍ କରିନାହାନ୍ତି। ସେତେବେଳେ ମୁଁ 10 ବର୍ଷର ଥିଲି, ଏବେ ମୁଁ 22 ବର୍ଷର ଯୁବତୀ। 22 ପାହାଚେ ଚଢ଼ି ମୁଁ ସାରିଛି, କିନ୍ତୁ ରାଣୀ ଚନ୍ଦ୍ରାବତୀ ମୋତେ ଚାକରାଣୀ ଭଳି ଖଟାଉଛନ୍ତି। ଆଗ ଭଳି ଆଉ ସ୍ନେହ ଶ୍ରଦ୍ଧା କିଛି କରୁନାହାନ୍ତି। ଯୋଉଦିନ ଠାରୁ ରାଣୀ ଚନ୍ଦ୍ରାବତୀ ଗର୍ଭବତୀ ଅଛନ୍ତି ନା, ସେଇଦିନ ଠାରୁ ଦିନ ରାତି ଯେତେବେଳେ ଚାହିଁଲେ ସେତେବେଳେ ମୁଁ ତାଙ୍କର ସେବା କରି ଆସୁଛି। ଇଏ ବଡ଼ ଘର କଥା, ବଡ଼ ଘର ବଡ଼ ଘୁମର କଥା କହି ହେଉନାହିଁ କିଛି। ବଡ଼କୁ କହିବ ନିଜର ବୋଲି ତ ସେମାନେ କହିବେ ଛି ଛି। ଇଏ ମାଲୁ ପଦ୍ମାବତୀ, ଆଗକୁ ଆହୁରି ଅନେକ ରାସ୍ତା ଅଛି, କିନ୍ତୁ ତମକୁ ତ ଏବେଠୁ ରାଜା ଘରେ ଚାକରାଣୀ ଭଳି ଖଣ୍ଡେଇ ସାରିଲାଣି। ଏବେଠୁ ହୁଅ ସାବଧାନ, ନହେଲେ ଯିବ ନାକ କାନ। କିଏ ତୁମେ ଏପରି କହିବାର କାରଣ? ମୁଁ ହଉଛି ପିଏନେ, ମାନେ ପ୍ରାଣନାଥ। ଇଏ ମଣିଷ ଶଳା ଯୁଆଡେ ଗଲା ଖାଲି ପିଏନେ ପିଏନେ, ମାନେ ପ୍ରାଣନାଥ ପ୍ରାଣନାଥ। ମୋ ବାପାଙ୍କ ନାଁ ବି ପିଏନେ, ମାନେ ଇଏ ପ୍ରେମାନନ୍ଦ। ଆଉ ମୋ ପାଠ୍ୟ ଯୋଗ୍ୟତା ବି ହଉଛି ପିଏନେ। ହଁ, ପିଏନେ ମାନେ ପାଠ ନାହିଁ। ଆମ ରାଜ୍ୟ ନାଁ ବି ପିଏନେ, ମାନେ ପ୍ରତାପ ନଗର। ଇଏ କିଏ ଦେଲା ହବ ନା ପ୍ରାଣନାଥ? ଇଏ କାମ ନାହିଁ କି ଫୁର୍ସତ ନାହିଁ, ସବୁଥିରେ ଖାଲି ଯତ ଖତ। ଇଏ ମୋ ନାଁ ଶୁଣିଲେ ଭଲ ଲୋକଙ୍କୁ ଡର, ମୋ ଚୁଟିଟା ଖାଲି ଉଡୁଛି ହେ ଫର ଫର।
ମାଲୋ ପଦ୍ମାବତୀ ହଁ ଇଏ ଦେଖି ତମର ରୀତିଗତି ଇଏ ଘୁରି ଗଲାଣି ମୋର ମତି ଇଏ ଦୁନିଆରେ କେହି ଭଲ ଲୋକ ନୁହନ୍ତି ଲୋ ମା କେହି ନୁହେଁ କାହାର ଆରେ ମା ତତେ ତତେ ରାଜା ପ୍ରତାପ କେଶରୀ ତୋ ବାପା ମାଙ୍କ ଦେହାନ୍ତ ପରେ ତା ଘରକୁ ଆଣିଲା ତତେ ଆଶ୍ରୟ ଦେଲା ଅବଶ୍ୟ ଠିକ କଲା କିନ୍ତୁ କିନ୍ତୁ ବାଣି ଲାଭ ନଥିଲେ କି କିଏ ବାଣିଜ୍ୟ କରେ ଆରେ ମା ଏବେଠୁ ଦେଖୁନୁ ତତେ କେମିତି ଚାକରାଣୀ ଭଳି ଖଟେଇ ସାଇଲାଣି ମତେ ଭାରି କଷ୍ଟ ହଉଛି ଏତେ ସୁନ୍ଦରିଆ ଝିଅଟାକୁ ସେ ବେକାର କରିଦେଲାଣି ହଁ ହେଲେ ମୋ ବାପା ମା ମଲା ପରେ ଏ ଅନାଥ ଝିଅଟାକୁ ରାଜା ଆଉ ରାଣୀ ମାନେ ମୋ ବାପା ଆମ ଭଉଣୀ ତାଙ୍କ ଘରକୁ ଆଣି ପାଲିଲେ ପୋଷିଲେ ଆଶ୍ରୟ ବି ଦେଲେ କିନ୍ତୁ ମୁଁ କଣ ତାଙ୍କ ପାଇଁ ଏତିକି ଟିକେ କରିପାରିବିନି ତେରିକି ଏଇ ରାଜାଟା ଖାଲି ଭଲ ଲୋକ ଦେଖେଇ ହଉଛି ମ ହେଲେ ତମେ ବି କଣ କୋଉ ସାମାନ୍ୟ ଘର ପରିବାରର ଝିଅ ମା ନା ନା ତମ ବାପା ମାଙ୍କୁ ଏଇ ରାଜା ମାରି ଦେଇଛି ଆଉ ତମକୁ କେବଳ ରକ୍ଷିତା କରିବା ଉଦ୍ଦେଶ୍ୟରେ ବିଷ ଦେଇ ମାରି ଦେଇ ଅସାଧ୍ୟ ରୋଗର ବାହାନା କରିଦେଇଛି ତମ ବାପା ମା ଜଣେ ଭଲ ଲୋକ ଥିଲେ ମା ଆଉ ଭଲ ଲୋକ ଥିଲେ ବୋଲି ତ ଏଇ ରାଜା ତାଙ୍କୁ ମାରିଦେଲା କାହିଁକି ଜାଣିଛ ମା କାହିଁକି ନା ଏ ଦୁନିଆରେ ପରା ଭଲ ମଣିଷକୁ ବଞ୍ଚିବା ମନା ହଁ ମା ମୁଁ ସତ କହୁଛି ମୁଁ ତମର ଶୁଭକାଂକ୍ଷୀ ମୁଁ ତୁମର ବାପା ବଦଳରେ ବାପା ମୁଁ କେବଳ ତମର କାମନା ଚାହେଁ ତୁମର କାମନା ଚାହେଁ ମୁଁ ଭଲ କାମନା ଶୁଭ କାମନା ସତରେ ସେ ରାଜା ରାଣୀଙ୍କ ପେଟରେ ଏତେ ଛନ୍ଦ ଅରେ ମା ଆଗକୁ ଆହୁରି କେତେ ଯେ ଘାଟି ଅଛି ତୁ ହିସାବ ବି କରିପାରିବୁ ନାହିଁ ତେଣୁ ପାଣି ଥାଉ ଥାଉ ବନ୍ଧ ବାନ୍ଧରେ କୁମର ପୁରୀ ଥାଉ ସରୋବର ଯେତେ ବଡ଼ ସମସ୍ୟା ହେଉନା କାହିଁକି ମା ପ୍ରେମ ଏଇ ପ୍ରେମ ହେଉଛି ସବୁ ସମସ୍ୟାର ସମାଧାନ ଆରେ ମା ଏତେ ସୁନ୍ଦର ରୂପ ଧରିଛ ଏତେ ସୁନ୍ଦର ଯୌବନ ରଖିଛ କି ଲାଭ ଦବ ମା କୋଉ ଜଣେ ବଳିଷ୍ଠ ଟୋକାକୁ ଦେଖି ତମ ପ୍ରେମ ଜାଳରେ ଫସାଅ ଦେଖିବ ସେଇ ପ୍ରେମ ମାଧ୍ୟମରେ ତମେ ତମ ସବୁ ସମସ୍ୟାର ସମାଧାନ କରିପାରିବ ଆଉ ତମ ଭାଗ୍ୟରେ ଅଛି ତ ତମେ ରାଜ ସୁଖ ବି ଭୋଗ କରିପାର ହରେ ମା ହଁ ଛି ତମ ବାବା ବୟସର ହେଇ ଏମିତି କଥା କହିପାରୁଛ ତମେ ଏଠୁ ଯାଅ ନଚେତ ମୁଁ ଭୁଲିଯିବି ତମେ ଜଣେ ବୃଦ୍ଧ ବ୍ୟକ୍ତି ବୋଲି ଝିଅ କରିନେଲି ଜାଣିଛ ମା କାହିଁକି ମୋର ଜଣେ ଭଣଜା ଅଛନ୍ତି ତମେ ତାଙ୍କ ସହିତ ପ୍ରେମ ସମ୍ପର୍କ ରଖ ଇଏ ମାନେ ଲଭ୍ ରିଲେସନଟା ରଖ ଦେଖିବ ଦିନେ ସବୁ କିଛି ଠିକ ହେଇଯିବ ଚୁପ୍ କର ଛି ତମକୁ ଲାଜ ଲାଗିବା କଥା ତମେ ଜଣେ ବୃଦ୍ଧ ବ୍ୟକ୍ତି ହେଇ ଏମିତି କଥା କହିପାରୁଛ ତମେ ଏଠୁ ଗଲ ଆରେ ଯାଅ କହିଲି ପରା